संस्थिता नमस्तस्यै 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 नमो नमः। हेउ तोरु अबा हेउ तृण ओ हेउ तोरु अबा हेउ तृण प्राणी जे अनेक गोटे प्राण ଦିନକର କଥା। ଦୟା ନଦୀ ତୀରରେ ଥିବା ଚନ୍ଦନପୁର ଗ୍ରାମରେ ଜଣେ ବ୍ୟକ୍ତି ରହୁଥାଏ, ଯାହାର ନାମ ଥିଲା ରାମଚନ୍ଦ୍ର। ତାର ଈଶ୍ୱରଙ୍କ ପ୍ରତି ପ୍ରଗାଢ଼ ଭକ୍ତି। ଦିନେ ମଧ୍ୟରାତ୍ରିରେ ସେ ବାବାଙ୍କୁ ସ୍ୱପ୍ନରେ ଦେଖି ବାବାଙ୍କ ସହ ବାର୍ତ୍ତାଳାପ କରୁଛି। ब्रह्मांड नायका बाबा परतीपुरीश्वर बाबा बच्छ राम मु तुम भक्ति भाव और सेवारे अत्यंत प्रसन्न। तेणु मु दिने तुम घर को आसी तुमर आतिथ्य स्वीकार करने चाहूँगी। सतरे प्रभु केते सौभाग्य मोर। स्वयं भगवानंकर पाद मो घरे पड़िबो। मु तो धन्य होई जीवी, सतरे धन्य होई जीवी। तुम व्याकुलता देखी मु तुमको प्रतीक्षा रखा चाहू ना। आसंता काली ही मु तुम घर को आसुअछि बच्छ राम। चांद और सूरज तुमने बनाए, नदियाँ सागर तुमने बनाए, नदियाँ सागर तुमने बनाए। सावित्री, अरे सावित्री उठ, शीघ्र उठ। कौन हैला? भोर 4टार उठी काई पार्टी करछ? सावित्री तुमे जानिछ भगवान मो स्वप्न रे आस्थिले आ मते कहिले से आजी आम घर को आउछंदी। अच्छा सत्तरे भगवान आम घर को आसबे? ताहले तो हमको जल्दी प्रस्तुति आरंभ करबा को पड़िबो। हाँ हाँ चलो आमे मिसिकी प्रथमे घर सफा करी लिपा पोछा कर देबा। तापरे गाधेई की बाबांग पय किछि खाइबार व्यवस्था करिबा।
ଘର ଲିପାପୋଛା ସରିଛି। ରାମ ଗାଧୋଇକି ଆସିଲା ଏବଂ ସାବିତ୍ରୀ ବାରିପଟେ କିଛି କାମ କରୁଥାଏ। ସେତିକିବେଳେ ସାବିତ୍ରୀ, ସାବିତ୍ରୀ, ଆରେ ଶୁଣିଲ, ଇଏ କଣ? ଘର ସାରା କାହାର ପାଦ ଚିହ୍ନ ପଡିଛି? ଆରେ ସତେ ତ, ଏସବୁ କୁକୁର ଛୁଆର ପାଦ ଚିହ୍ନ ଭଳି ଲାଗୁଛି। ଦେଖ ଦେଖ, ସେ ନିଶ୍ଚୟ ଭିତରେ କୋଉଠି ଥିବ। ଆରେ ହେ, ହେଇ ଦେଖ, ଏ କବାଟ କଣରେ କୁକୁର ଛୁଆଟି ଅଛି। ପୁରା ଘରଟାକୁ ମାରା କରିଦେଲା। ଯାଉଛୁ ନା ଏଠୁ? ଓହୋ, ପୁଣି ଆଉ ଥରେ ଘର ସାରା ପୋଛିବାକୁ ପଡିବ। ହଉ, ତମେ ଘରଟା ପୋଛ, ମୁଁ ପୁଣି ଗାଧେଇକି ଆସୁଛି। ଯାଏ। ରାମ ଏବଂ ସାବିତ୍ରୀ ମିଶି ବାବାଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରୁଥାନ୍ତି। ରାମ ଟିକେ ଚିନ୍ତିତ ଥାଏ। ବାବା ଆସିବେ ବୋଲି କହିଛନ୍ତି, କିନ୍ତୁ କେତେବେଳେ ଆସିବେ ବୋଲି କହିନାହାନ୍ତି। ସାବିତ୍ରୀ, ତମେ ରୋଷେଇ କର, ମୁଁ ଟିକେ ବାହାରକୁ ଯାଇ ପିଣ୍ଡାରେ ଅପେକ୍ଷା କରିଛି। କିଛି ସମୟ ପରେ ଏଇଠି ଶୁଣୁଛ? ଦିନ 10ଟା ବାଜିଲାଣି। ବାବା କେତେବେଳେ ଆସିବେ? ହଁ ପରା, ବର୍ତ୍ତମାନ ଜଳଖିଆ ସମୟ ଗଡ଼ିଗଲାଣି। ତମେ ଯାଅ, ବାବାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ତିଆରି କର। ହଉ, ମୁଁ ଯାଉଛି ବାବାଙ୍କ ପାଇଁ ଭାତ, ଡାଲି, ଭଜା, ଖିରି ଆଉ ତରକାରୀ ତିଆରି କରିବି। ଏତିକି ବେଳେ କେହି ଜଣେ ଆସି କବାଟ ଠକ୍ ଠକ୍ କଲା। ରାମ ଭାବିଲା ବୋଧେ ବାବା ଆସିଗଲେ। ବାବା ଆସିବେ ବୋଲି ସେ ମଧ୍ୟ ସକାଳୁ କିଛି ଖାଇନି। ବାବୁ, 2 ଦିନ ହେଲା କିଛି ଖାଇନି। କିଛି ଖାଇବାକୁ ଦିଅ, ଭଗବାନ ତୁମର ମଙ୍ଗଳ କରିବେ। ନାଇଁ ନାଇଁ, ଏବେ କିଛି ମିଳିବନି। ଯା ଏଠୁ। ବାବୁ, ପେଟଟା ଭୋକରେ ଆଉଟ ପାଉଟ ହେଇଯାଉଛି। ବାବୁ, ଶୁଖିଲା ରୁଟି ଖଣ୍ଡେ ଥିଲେ ଦିଅ, ନହେଲେ ତୋରାଣୀ ମନ୍ଦେ ଦିଅ। ବାବୁ, ଆରେ ତତେ କହିଲି ନା ଏବେ କିଛି ମିଳିବନି ବୋଲି। ଯା ଏଠୁ, ଯା। ମୁଁ ଏଠି ଜଣେ ବିଶେଷ ଅତିଥିକୁ ଅପେକ୍ଷା କରିଛି। ତତେ ଏବେ ଖାଇବାକୁ କିଏ ଦବ? ଆରେ ସେଠି କାହାକୁ ପାଟି କରୁଛ? ଗୋଟେ ଭିକାରୀଟା ଆସିଥିଲା, ତାକୁ ମନା କରୁଥିଲି। କିଛି ସମୟ ପରେ ପୁଣି କବାଟ ଠକ୍ ଠକ୍ ହେବାର ଶବ୍ଦ ଶୁଭିଲା। ଏବେ ନିଶ୍ଚୟ ବାବା ଆସିଥିବେ, ମୁଁ ଯାଇ ଦେଖେ। ଆରେ ତମେ କିଏ? ଏଠାକୁ କାହିଁ ଆସିଛ? ଆଜ୍ଞା, ମୁଁ ଜଣେ ବାଟୋଇ। ବହୁତ ଦୂର ବାଟରୁ ଆସିଛି ଏବଂ ମୋତେ ଆହୁରି ଅନେକ ବାଟ ଯିବାର ଅଛି।
ଥକି ଗଲିଣି, ଆଉ ଶୋଷ ମଧ୍ୟ ଲାଗିଲାଣି। ଟିକିଏ ପାଣି ମିଳିବ? ପିଇକି ବିଶ୍ରାମ ନେଇଥାନ୍ତି। ନାଇଁ ନାଇଁ, ପାଣି ଫାଣି କିଛି ମିଳିବ ନାହିଁ। ମୁଁ ଏବେ ବହୁତ ବିରକ୍ତି ହେଇକି ଅଛି। ତମେ ଆଉ ମୋ ମୁଣ୍ଡ ଖରାପ କର ନାହିଁ, ଯାଅ ଏଠୁ। ସମୟ ଦିନ 2 ଘଡ଼ି। ସବୁ ଖାଦ୍ୟ ବାବାଙ୍କ ଫଟୋ ଆଗରେ ସଜେଇକି ରଖି ରାମ ବସିଥାଏ, ବ୍ୟସ୍ତ ହେଉଥାଏ। ମାତ୍ର ବାବାଙ୍କ ଦର୍ଶନ ନାହିଁ। ବସୁ ବସୁ କେତେବେଳେ ଯେ ରାମର ଆଖି ଲାଗିଯାଇଛି ସେ ନିଜେ ମଧ୍ୟ ଜାଣିନାହିଁ। ସ୍ୱପ୍ନରେ ସେ ବାବାଙ୍କୁ ଦେଖି ଅଭିମାନ ପ୍ରକାଶ କରୁଛି। अयोध्या नगरी तुमने बनाई, द्वारका नगरी तुमने बसाई, शिरडी पड़ती तुमने बनाई। बाबा परतीपुरेश्वर बाबा। ବାବା, ଆପଣ ଆସିବେ ବୋଲି କହିଥିଲେ, ମାତ୍ର ଏ ପର୍ଯ୍ୟନ୍ତ ଆସିଲେ ନାହିଁ। ମୁଁ ତୋ ଘରକୁ ଯାଇନି। ଥରେ ନୁହେଁ, 2 ଥର ନୁହେଁ, 3 ଥର ଯାଇଛି। ତୋର କୋଠାବାଡ଼ି, ସୋଫା, ଗଦି ମୋର ଦରକାର ନଥିଲା। କବାଟ କୋଣରେ ଟିକେ ଆଶ୍ରା ଚାହୁଁଥିଲି। ସେତିକି ବେଳେ ବି ତୁ ମତେ ଚିହ୍ନି ପାରିଲୁନି। ତୋର କ୍ଷୀରି, ପୁରୀ, ତରକାରୀ ମୋର ଦରକାର ନଥିଲା। ଶୁଖିଲା ରୁଟି ବା ମୁନ୍ଦିଏ ତୋରାଣି ମାଗିଥିଲି। ସେତିକି ବେଳେ ତୁ ମତେ ଚିହ୍ନି ପାରିଲୁନି। ଶେଷରେ କେବଳ ପାଣି ଆଉ ବିଶ୍ରାମ ଚାହିଁଥିଲି। ସେତିକି ବେଳେ ବି ତୁ ମତେ ଚିହ୍ନି ପାରିଲୁନି। ब्रह्मांड नायका बाबा, परतीपुरेश्वर बाबा। ସ୍ୱାମୀ, ସ୍ୱାମୀ, ମୋ ଦ୍ୱାରା କେତେ ବଡ଼ ଭୁଲ ହୋଇଗଲା। ମୁଁ ସ୍ୱାମୀଙ୍କୁ ଚିହ୍ନିବାରେ ଭୁଲ କରିଦେଲି। କ୍ଷମା କର ପ୍ରଭୁ, ମତେ କ୍ଷମା କର। ଏଭଳି ଭୁଲ ମୁଁ ଆଉ କେବେ କରିବିନି ସ୍ୱାମୀ, କେବେ କରିବିନି। ମୁଁ ଆଜିଠୁ ଶପଥ ନେଉଛି ଯେ ମୁଁ ସର୍ବତ୍ର କେବଳ ଭଗବାନଙ୍କୁ ହିଁ ଦର୍ଶନ କରିବି ସ୍ୱାମୀ, ଭଗବାନଙ୍କୁ ହିଁ ଦର୍ଶନ କରିବି। वो भूल जिससे किस्मत बदल गई मेरी, मेरे प्रभु उसे माफ कर दो। मेरे प्रभु उसे माफ कर दो। भगवान भगवान स्वीकारो ये प्रार्थना। भगवान
ଅବା ହେଉ ତୃଣ